ଆଜିର ଭିଡ଼ିଓ ଆମ ରାଜ୍ୟ ଓଡ଼ିଶା ଉପରେ କୁଇଜ୍। ପ୍ରଶ୍ନ ନମ୍ବର 1, ଓଡ଼ିଶାର ବଡ଼ ନଦୀ କିଏ? ତାର ଉତ୍ତର ହେଉଛି ମହାନଦୀ। ପ୍ରଶ୍ନ ନମ୍ବର 2, ଓଡ଼ିଶାରେ କେଉଁଠାରେ ଚିଡ଼ିଆଖାନା ଅଛି? ତାହାର ଉତ୍ତର ହେଉଛି ନନ୍ଦନକାନନ। 3 ନମ୍ବର ପ୍ରଶ୍ନ ହେଲା, ଆମ ରାଜ୍ୟର ସବୁଠାରୁ ବଡ଼ ଲୁହା କାରଖାନା କେଉଁଠାରେ ଅଛି? ଏହାର ଉତ୍ତର ହେଉଛି ରାଉରକେଲା। ପ୍ରଶ୍ନ ନମ୍ବର 4 ହେଲା, ପାରାଦୀପ କାହିଁକି ପ୍ରସିଦ୍ଧ? ତାର ଉତ୍ତର ହେଉଛି ବନ୍ଦର ପାଇଁ ପାରାଦୀପ ପ୍ରସିଦ୍ଧ। ପ୍ରଶ୍ନ ନମ୍ବର 5 ହେଲା, ପୁରୀ ମନ୍ଦିର କିଏ ତିଆରି କରିଥିଲେ? ତାର ଉତ୍ତର ହେଉଛି ଅନଙ୍ଗ ଭୀମଦେବ। ପ୍ରଶ୍ନ ନମ୍ବର 6 ହେଲା, କଟକରେ ପଥର ବନ୍ଧ କାହାର କୀର୍ତ୍ତି? ତାହାର ଉତ୍ତର ହେଉଛି ମର୍କତ କେଶରୀ। ପ୍ରଶ୍ନ ନମ୍ବର 7 ହେଲା, କୋଣାର୍କ ମନ୍ଦିର କେଉଁ ରାଜାଙ୍କ ଦ୍ୱାରା ତିଆରି ହୋଇଥିଲା? ଏହାର ଉତ୍ତର ହେଉଛି ରାଜା ଲାଙ୍ଗୁଳା ନରସିଂହ ଦେବ। ପ୍ରଶ୍ନ ନମ୍ବର 8 ହେଉଛି, ଖଣ୍ଡଗିରି ଓ ଉଦୟଗିରି ଠାରେ କେଉଁ ଧର୍ମର ସାଧୁମାନେ ରହନ୍ତି? ତାର ଉତ୍ତର ହେଉଛି ଜୈନ ଧର୍ମର ସାଧୁମାନେ। ପ୍ରଶ୍ନ ନମ୍ବର 9 ହେଉଛି, ଧଉଳି କେଉଁ ଐତିହାସିକ ଘଟଣାକୁ ମନେ ପକାଇଦିଏ? ତାର ଉତ୍ତର ହେଉଛି କଳିଙ୍ଗ ଯୁଦ୍ଧ। ଆମ ରାଜ୍ୟର ଜାତୀୟ ସଙ୍ଗୀତ ରୂପେ ଗ୍ରହଣ କରାଯାଇଥିବା ବନ୍ଦେ ଉତ୍କଳ ଜନନୀର ରଚୟିତା କିଏ? କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ପ୍ରଶ୍ନ ନମ୍ବର 11 ହେଲା, ରଥଯାତ୍ରା କେବେ ପଡ଼େ? ତାର ଉତ୍ତର ହେଉଛି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ। ପ୍ରଶ୍ନ ନମ୍ବର 12 ହେଉଛି, ଜଗନ୍ନାଥଙ୍କ ରଥର ନାମ କ'ଣ? ତାର ଉତ୍ତର ହେଉଛି ନନ୍ଦିଘୋଷ। ପ୍ରଶ୍ନ ନମ୍ବର 13 ହେଉଛି, ବଳଭଦ୍ରଙ୍କ ରଥର ନାମ କ'ଣ? ତାର ଉତ୍ତର ହେଉଛି ତାଳଧ୍ୱଜ। ପରବର୍ତ୍ତୀ ପ୍ରଶ୍ନ ବା 14 ନମ୍ବର ପ୍ରଶ୍ନ ହେଉଛି, ସୁଭଦ୍ରାଙ୍କ ରଥର ନାମ କ'ଣ? ଏହାର ଉତ୍ତର ହେଉଛି ଦର୍ପଦଳନ। 15 ନମ୍ବର ପ୍ରଶ୍ନ ହେଉଛି, ସୁଦର୍ଶନ କେଉଁ ରଥରେ ଥାନ୍ତି? ସୁଦର୍ଶନ ସୁଭଦ୍ରାଙ୍କ ରଥରେ ଥାନ୍ତି। ପ୍ରଶ୍ନ ନମ୍ବର 16 ହେଉଛି, ପୁରୀର ରାଜା ରଥରେ କି ସେବା କରନ୍ତି? ଏହାର ଉତ୍ତର ହେଉଛି ଛେରା ପହଁରା କରନ୍ତି। ପ୍ରଶ୍ନ ନମ୍ବର 17 ହେଲା, ରଥଯାତ୍ରାରେ ଆଗେ କାହା ରଥ ଟଣାଯାଏ? ଏହାର ଉତ୍ତର ହେଉଛି ବଳଭଦ୍ରଙ୍କ ରଥ ଆଗେ ଟଣାଯାଏ। ପ୍ରଶ୍ନ ନମ୍ବର 18 ହେଲା, ଓଡ଼ିଆ ବର୍ଷର ଶେଷ ମାସ କିଏ? ଏହାର ଉତ୍ତର ହେଉଛି ଚୈତ୍ର ମାସ। 19 ନମ୍ବର ପ୍ରଶ୍ନ ହେଲା, ଓଡ଼ିଶାର ରାଜଧାନୀର ନାମ କ'ଣ? ଏହାର ଉତ୍ତର ହେଉଛି ଭୁବନେଶ୍ୱର। ପ୍ରଶ୍ନ ନମ୍ବର 20 ହେଲା, ଓଡ଼ିଶାର ବଡ଼ ହ୍ରଦ କିଏ? ଏହାର ଉତ୍ତର ହେଉଛି ଚିଲିକା ହ୍ରଦ। ପ୍ରଶ୍ନ ନମ୍ବର 21 ହେଲା, ଓଡ଼ିଶାର ବଡ଼ ପର୍ବତ କିଏ? ଉତ୍ତର ଦେଓମାଳୀ। ପ୍ରଶ୍ନ ନମ୍ବର 22 ବା ଶେଷ ପ୍ରଶ୍ନ ହେଲା, ଓଡ଼ିଶାରେ କେତୋଟି ଜିଲ୍ଲା ଅଛି? ଏହାର ଉତ୍ତର ହେଉଛି 30ଟି ଜିଲ୍ଲା। ଭିଡ଼ିଓଟି ପସନ୍ଦ ହେଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କସ୍ ଫର ୱାଚିଂ।